ସୁଭଦ୍ରା ଯୋଜନା ଟଙ୍କା କାହାକୁ ମିଳିବ ଆଉ କେତେ ଟଙ୍କା ମିଳିବ? ଭିଡ଼ିଓକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଜାଣିପାରିବେ ସୁଭଦ୍ରା ଯୋଜନାର 10,000 ଟଙ୍କା କାହାକୁ ମିଳିବ। ସୁଭଦ୍ରା ଯୋଜନାର 10,000 ଟଙ୍କା କାହାକୁ ମିଳିବ, ଯାହାକି ବର୍ତ୍ତମାନ ସରକାରଙ୍କର ଗୋଟିଏ ଅପଡ଼େଟ୍ ଆସିଥିଲା କି ସୁଭଦ୍ରା ଯୋଜନାରେ ଯେଉଁମାନେ ପ୍ରଥମ ଥର ପାଇଁ ଏଇ 2025ରେ ଆପ୍ଲାଏ କରିବେ ସେମାନେ ହିଁ ପାଇବେ 10,000 ଟଙ୍କା, ଯାହାକି ସରକାର ନିଜେ ମଧ୍ୟ ଡିକ୍ଲେୟାର କରିଛନ୍ତି ଯେ ସୁଭଦ୍ରା ଯୋଜନାରେ ଯିଏ ଏଇଥର ପ୍ରଥମ ଆପ୍ଲାଏ କରିବ ସିଏ ହିଁ ପାଇବ 10,000 ଟଙ୍କା। କେଉଁମାନେ ପାଇବେ? ଯେଉଁମାନେ କି 21 ବର୍ଷ ହେଇଛି ବର୍ତ୍ତମାନ ସେମାନେ ସୁଭଦ୍ରା ଯୋଜନା ପୋର୍ଟାଲରେ ଯାଇକି ଆପ୍ଲାଏ କଲେ ସେମାନଙ୍କୁ ମିଳିବ 10,000 ଟଙ୍କା। ଦେଖନ୍ତୁ, ଯେଉଁମାନେ ଆଗରୁ ସୁଭଦ୍ରା ଟଙ୍କା ପାଉଥିଲେ ବର୍ତ୍ତମାନ ସେମାନେ ବି ପାଇବେ, କିନ୍ତୁ 10,000 ଟଙ୍କା ନାହିଁ, 5,000 ଟଙ୍କା ଲେଖାଏଁ କିସ୍ତି ହିସାବରେ ସେମାନେ ପାଇବେ। କିନ୍ତୁ ଯେଉଁମାନେ ବର୍ତ୍ତମାନ ନୂଆ ଆପ୍ଲାଏ କରିଛନ୍ତି ସେମାନଙ୍କୁ ସରକାରଙ୍କ ତରଫରୁ 10,000 ଟଙ୍କା ଦିଆଯିବ ବୋଲି ସରକାର ନିଜେ ଅପଡ଼େଟ୍ ମଧ୍ୟ ଦେଇଛନ୍ତି। କିନ୍ତୁ ଏଠି ପ୍ରଶ୍ନ ଆସୁଛି, ଯେଉଁମାନେ କି ମୂଳୁ ଆପ୍ଲାଏ କରିନଥିଲେ ସେମାନେ ଯଦି ଆପ୍ଲାଏ କରନ୍ତି ତାହେଲେ ସେମାନେ ମଧ୍ୟ ତାଙ୍କର ବାକି ଥିବା ବା ବଳକା ଯେତିକି କିସ୍ତି ରହିଯାଇଛି ସବୁ କିସ୍ତି ମଧ୍ୟ ସେମାନେ ପାଇପାରିବେ। ସେଥିପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି, ଆପଣମାନେ ଯାଇକି ସୁଭଦ୍ରା ଯୋଜନା ଆପ୍ଲାଏ କରିନିଅନ୍ତୁ। ବର୍ତ୍ତମାନ ତାହାର ଆପ୍ଲାଏ